ଆପଣ ଦେଖିପାରୁଥିବେ ଇଏ ହେଉଛି ଆମର ଲିଙ୍ଗରାଜ ମନ୍ଦିରର ପୁରୁଣା ସ୍ମୃତି। ଯେଉଁ ସ୍ମୃତି ଆପଣ ଦୀର୍ଘ ଦିନ ହେଲା ଦେଖି ଆସୁଛନ୍ତି, ଆପଣଙ୍କ ଅମଳରୁ ବହୁତ ଦେଖି ଆସୁଛନ୍ତି। ଆପଣ ସେଇ ସ୍ମୃତିକୁ ଦେଖନ୍ତୁ। ମନ୍ଦିରର ଚତୁଃପାର୍ଶ୍ୱରେ ବହୁତ ଛୋଟ ଛୋଟ ମନ୍ଦିର ଦେଖନ୍ତୁ। ଆପଣ ନିଜେ ଦେଖନ୍ତୁ, ଇଏ ହେଉଛି ପ୍ରାକୃତିକ ଜିନିଷ, କୌଣସି ଏଡିଟିଂ ନୁହେଁ, କୌଣସି ପ୍ରକାରର ଆଧିରେ କୌଣସି ମିଶିକି କୌଣସି ଭାଇରାଲ ବି ନୁହେଁ। ଇଏ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ଦେଖନ୍ତୁ, ଇଏ ହେଉଛି ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଯାହା ଲିଙ୍ଗରାଜ ମନ୍ଦିରର ସାମ୍ନା ଲୋକମାନେ ଦର୍ଶନ କରିବାକୁ ଆସନ୍ତି। ସେଇ ସାମ୍ନାର ଦୃଶ୍ୟ ଇଏ। ଆପଣ ରିଏଲ ଜିନିଷଟା ଦେଖନ୍ତୁ। ଆପଣ ଦେଖନ୍ତୁ ଏସବୁ ଲିଙ୍ଗରାଜ ମନ୍ଦିରର ସାମ୍ନା କି ସୁନ୍ଦର। ବହୁତ ଯାତ୍ରୀ ମାନେ ଆସି ଏଠି ଦର୍ଶନ କରି ଯାଆନ୍ତି ବାବା ଲିଙ୍ଗରାଜଙ୍କର ଦୃଶ୍ୟ। ଆପଣ ମୋ ଭିଡ଼ିଓ ଟିକେ ସବସ୍କ୍ରାଇବ କରନ୍ତୁ ଏବଂ ସେୟାର କରନ୍ତୁ, ଯାହାଫଳରେ ଆପଣଙ୍କୁ ମୁଁ ଏମିତିକା ସବୁ ଭିଡ଼ିଓ, ବହୁ ପୁରାତନ କାଳର ଭିଡ଼ିଓ ସବୁ ଆପଣଙ୍କୁ ଆଣିକି ଦେଖେଇବି। ଆଉ ବଞ୍ଚି କେବେ ତ ଭୁଲ ହୁଏନି, ସେ ସବୁବେଳେ ରିଏଲ ଜିନିଷ ଦେଖାଏ। ଆଉ କଥା କୋଉଠି କହିବାରେ ଟିକେ ଭୁଲ ତ୍ରୁଟି ଯଦି ରହିଯାଏ କ୍ଷମା କରିଦେବେ, କାରଣ କଥା କହିବାର ଶିକ୍ଷା ମୋ ପାଖରେ ବେଶୀ ନଥାଏ ଆଜ୍ଞା। ଇଏ ଦେଖନ୍ତୁ, ଇଏ ହେଉଛି ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱ। ଦେଖନ୍ତୁ, ଇଏ ହେଉଛି ଚତୁଃପାର୍ଶ୍ୱ। ଆଉ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ, ଲାଇକ୍ କରିବେ, କମେଣ୍ଟ କରିବେ। ମୁଁ ଆପଣଙ୍କୁ ଏମିତି ନୂଆ ନୂଆ ଭିଡ଼ିଓ ଆଣିକି ଦେଖୁଥିବି, ଆପଣ ଖୁସି ହେଉଥିବେ। ସବସ୍କ୍ରାଇବ, ଲାଇକ୍ ଆଉ ଭୁଲିବେ ନାହିଁ। ସବସ୍କ୍ରାଇବ ନିହାତି କରିବେ ଭାଇ। ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ ବାବା, ଜୟ ଲିଙ୍ଗରାଜ ବାବା। ନମସ୍କାର।